ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ଚା ପିଇଲେ ମାନସିକ ଚାପ ଦୂର ହୁଏ? ଅପସନ୍ ଏ ପୋଦିନା ଚା, ଅପସନ୍ ବି ହଳଦୀ ଚା, ଅପସନ୍ ସି ଲେମ୍ବୁ ଚା, ଅପସନ୍ ଡି ଅମୁଲ ଚା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ପୋଦିନା ଚା। ଦ୍ୱିତୀୟ ପ୍ରଶ୍ନଟି ହେଉଛି ଶରୀରରେ ରକ୍ତ ବଢ଼ାଇବା ପାଇଁ କ'ଣ ଖାଇବା ଉଚିତ? ଅପସନ୍ ଏ ଗୁଡ଼, ଅପସନ୍ ବି ବିଟ୍, ଅପସନ୍ ସି ଲେମ୍ବୁ, ଅପସନ୍ ଡି ଗାଜର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ବିଟ୍। ତୃତୀୟ ପ୍ରଶ୍ନଟି ହେଉଛି ଅଧିକ ଛିଙ୍କ ଆସିଲେ କ'ଣ ଖାଇବା ଉଚିତ? ଅପସନ୍ ଏ ଅଦା ଚା, ଅପସନ୍ ବି ଲେମ୍ବୁ, ଅପସନ୍ ସି ଅଙ୍ଗୁର, ଅପସନ୍ ଡି କଲରା ଜୁସ୍। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଅଦା ଚା। ଚତୁର୍ଥ ପ୍ରଶ୍ନଟି ହେଉଛି ପୋଦିନା ପତ୍ର ଖାଇଲେ କେଉଁ ସମସ୍ୟା ଦୂର ହୁଏ? ଅପସନ୍ ଏ ପେଟ ଗ୍ୟାସ୍ ସମସ୍ୟା, ଅପସନ୍ ବି କିଡ଼ନୀ ସମସ୍ୟା, ଅପସନ୍ ସି ଜଣ୍ଡିସ୍, ଅପସନ୍ ଡି ଟିବି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ପେଟ ଗ୍ୟାସ୍। ପଞ୍ଚମ ପ୍ରଶ୍ନଟି ହେଉଛି ସାରୁ ଖାଇଲେ କେଉଁ ରୋଗ ଭଲ ହୁଏ? ଅପସନ୍ ଏ ଜଣ୍ଡିସ୍, ଅପସନ୍ ବି ରକ୍ତହୀନତା, ଅପସନ୍ ସି ମ୍ୟାଲେରିଆ, ଅପସନ୍ ଡି ଟିବି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ରକ୍ତହୀନତା। ଷଷ୍ଠ ପ୍ରଶ୍ନଟି ହେଉଛି ସାଇକେଲ ଚଲାଇବା ଦ୍ୱାରା କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ କର୍କଟ ରୋଗ, ଅପସନ୍ ବି ଟିବି ରୋଗ, ଅପସନ୍ ସି ହାର୍ଟ ରୋଗ, ଅପସନ୍ ଡି କିଡ଼ନୀ ରୋଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ହାର୍ଟ ରୋଗ। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ଅଧିକ ଅଦା ଚାଷ କରାଯାଏ? ଅପସନ୍ ଏ ଗୋଆ, ଅପସନ୍ ବି ବିହାର, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମଧ୍ୟପ୍ରଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ମଧ୍ୟପ୍ରଦେଶ। ଅଷ୍ଟମ ପ୍ରଶ୍ନଟି ହେଉଛି ଲେମ୍ବୁ ସହ କ'ଣ ଖାଇଲେ ମୃତ୍ୟୁ ହେବାର ସମ୍ଭାବନା ଅଛି? ଅପସନ୍ ଏ କାକୁଡ଼ି, ଅପସନ୍ ବି ସେଓ, ଅପସନ୍ ସି ଅମୃତଭଣ୍ଡା, ଅପସନ୍ ଡି ଅଙ୍ଗୁର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଅମୃତଭଣ୍ଡା। ନବମ ପ୍ରଶ୍ନଟି ହେଉଛି ପାଣି ସହ କ'ଣ ମିଶାଇ ଦିନକୁ 2 ଥର ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ଅଦା, ଅପସନ୍ ବି ଲେମ୍ବୁ, ଅପସନ୍ ସି ଡାଲଚିନି, ଅପସନ୍ ଡି ହଳଦୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଅଦା। ଦଶମ ପ୍ରଶ୍ନଟି ହେଉଛି କେଉଁ ଜିଲ୍ଲାରେ ଅଧିକ ହଳଦୀ ଚାଷ କରାଯାଏ? ଅପସନ୍ ଏ କନ୍ଧମାଳ, ଅପସନ୍ ବି କଟକ, ଅପସନ୍ ସି ବାଲେଶ୍ୱର, ଅପସନ୍ ଡି କଳାହାଣ୍ଡି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ କନ୍ଧମାଳ। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।